ପିଲାମାନେ ଦେଖ ଅଷ୍ଟମ ଶ୍ରେଣୀ ଇଂଲିଶ ବହିର ଗୋଟେ ବିଷୟ ଜଗଦୀଶ ଚନ୍ଦ୍ର ବୋଷ, ଏଇଟା ଆଜି ଆମେ ଡିସ୍କସନ୍ କରିବା। ତ ଦେଖ ଫାଷ୍ଟ ପ୍ରି ରିଡ଼ିଂ। ପ୍ରି ମାନେ ପୂର୍ବରୁ, ତାର ଅପୋଜିଟ୍ ୱାର୍ଡ଼ କ'ଣ? ଅପୋଜିଟ୍ ୱାର୍ଡ଼ ବା ତାକୁ କୁହନ୍ତି କ'ଣ? ଆଣ୍ଟୋନିମ୍। ହେଲା ପୋଷ୍ଟ ପ୍ରି ରିଡ଼ିଂ, ପୋଷ୍ଟ ରିଡ଼ିଂ। ଏଇଟା ହେଲା ପ୍ରି ରିଡ଼ିଂ, ପଢ଼ିବା ପୂର୍ବରୁ। ଇନ୍ ଲେସନ୍, ଏହି ପାଠରେ, ଲେସନ୍ ମାନେ ପାଠ। ୟୁ ରିଡ୍ ଏବାଉଟ୍ 3 ସାଇଣ୍ଟିଷ୍ଟ୍ସ, ତୁମେ 3ଟି ସାଇଣ୍ଟିଷ୍ଟ ବିଷୟର, 3ଟି ବୈଜ୍ଞାନିକ ବିଷୟରେ ପଢ଼ିବ। ସାଇଣ୍ଟିଷ୍ଟ ମାନେ ବୈଜ୍ଞାନିକ, SCIENTIST, ତାର ପ୍ଲୁରାଲ୍ ହେଇଛି ଏସ୍ ଲାଗିକି। ଏଣ୍ଡ ଦେୟାର ରିସର୍ଚେସ୍, ଏବଂ ତାଙ୍କର ଗବେଷଣା ବିଷୟରେ ପଢ଼ିବ। ରିସର୍ଚ୍ଚ ମାନେ ଗବେଷଣା। ଅନ୍ ପ୍ଲାଣ୍ଟସ୍, କାହା ଉପରେ ଗବେଷଣା? ଉଦ୍ଭିଦ ବା ଚାରା ଉପରେ। ହେଲା ପିଲାମାନେ କହିଲ ଏଇଟା କେଉଁ ଟେନ୍ସର ଅଛି? ଇନ୍ ଦିସ୍ ଲେସନ୍ ୟୁ ରିଡ୍ ଏବାଉଟ୍ 3 ସାଇଣ୍ଟିଷ୍ଟ, ସେଇଟା ହେଲା ପ୍ରେଜେଣ୍ଟ ସିମ୍ପୁଲ୍ର ଅଛି। ଯଦି ପଚାରିବ ଜାଣିଲ କେମିତି? କାରଣ ଗୋଟେ ସିମ୍ପୁଲ୍ ଟ୍ରିକ୍, ସବଜେକ୍ଟ ପ୍ଲସ୍ ଭାର୍ବ ଲାଗେ ପ୍ରେଜେଣ୍ଟ ସିମ୍ପୁଲ୍ର। ୟୁ ହେଲା ସବଜେକ୍ଟ, ରିଡ୍ ହେଲା ଭାର୍ବ, ଭାର୍ବର ମୂଳ କ୍ରିୟା, ଆଉ କିଛି ଲାଗିନି, ତେଣୁକରି ପ୍ରେଜେଣ୍ଟ ସିମ୍ପୁଲ୍ ହେଲା। ନେକ୍ସଟ ଦେଖ, ରିଡ୍ ଦି ଫଲୋଇଂ ପେସେଜ୍, ଯେଉଁ ପେସେଜଟା ଦିଆହେଇଛି ତାକୁ ପଢ଼। ଟୁ ନୋ, ଜାଣିବା ପାଇଁ। ଏବାଉଟ୍ ଜଗଦୀଶ ଚନ୍ଦ୍ର ବୋଷ, ଜଗଦୀଶ ଚନ୍ଦ୍ର ବୋଷଙ୍କ ବିଷୟରେ ଜାଣିବା ପାଇଁ ଯେଉଁ ପେସେଜଟା ଦିଆହେଇଛି ପଢ଼। ହେଲା ଏନେଦର ସାଇଣ୍ଟିଷ୍ଟ, ଜଗଦୀଶ ଚନ୍ଦ୍ର ବୋଷ କିଏ? ନା ଏନେଦର ସାଇଣ୍ଟିଷ୍ଟ ଅଫ୍ ଇଣ୍ଡିଆ ଆଣ୍ଡ ହିଜ୍ ଏକ୍ସପେରିମେଣ୍ଟସ୍। ତାମାନେ ଏ ପେସେଜଟା ପଢ଼ିବ କ'ଣ ଜାଣିବା ପାଇଁ? ଜଗଦୀଶ ଚନ୍ଦ୍ର ବିଷୟରେ, ଯିଏକି ଆଉ ଜଣେ ସାଇଣ୍ଟିଷ୍ଟ, ଆଉ ଜଣେ ବୈଜ୍ଞାନିକ। ଏନେଦର ସାଇଣ୍ଟିଷ୍ଟ, ଏନେଦର ମାନେ ଅନ୍ୟ ଜଣେ, ଅଫ୍ ଇଣ୍ଡିଆ, ଭାରତର ବୈଜ୍ଞାନିକ। ଆଣ୍ଡ ହିଜ୍ ଏକ୍ସପେରିମେଣ୍ଟ, ଏବଂ ତାଙ୍କର ଗବେଷଣା ମାନେ କ'ଣ ସେ ସବୁ ଗବେଷଣା କରୁଛନ୍ତି। ହେଲା ହ୍ୱାଇଲ୍ ରିଡ଼ିଂ, ଯେତେବେଳେ ପଢ଼ିବା। ହ୍ୱାଇଲ୍ ମାନେ ଯେତେବେଳେ, କେତେବେଳେ। ଏଠି ହେଲା ଯେତେବେଳେ କ୍ୱେଶ୍ଚନ୍ ପଚାରିଆ ହେଇଯିବ କେତେବେଳେ। ଟେକ୍ସଟ, TEXT, ଟେକ୍ସଟ ହେଲା ଲେଖା। ଏବେ ଦେଖ, ଜଗଦୀଶ ଚନ୍ଦ୍ର ବୋଷ ଇଜ୍ ୱାନ୍ ଅଫ୍ ଦି most prominent scientists of the world who proved by experimentation that both animals and plants share much in common। ତାମାନେ ଜଗଦୀଶ ଚନ୍ଦ୍ର ବୋଷ ଇଜ୍ ଅଟନ୍ତି ୱାନ୍ ଅଫ୍ ଦି ମୋଷ୍ଟ ପ୍ରମିନେଣ୍ଟ ସାଇଣ୍ଟିଷ୍ଟ, ଯେଉଁ ପ୍ରସିଦ୍ଧ ବୈଜ୍ଞାନିକ ସବୁ ଅଛନ୍ତି ସେମାନଙ୍କ ମଧ୍ୟରୁ ଜଣେ। ଅଫ୍ ଦି ୱାର୍ଲଡ଼, ପୃଥିବୀର ଯେସବୁ ପ୍ରସିଦ୍ଧ ବୈଜ୍ଞାନିକ ଅଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ହେଲେ ଜଗଦୀଶ ଚନ୍ଦ୍ର ବୋଷ। ହୁ, ଯିଏ, ପ୍ରୁଭ୍ଡ, ଯେ ପ୍ରମାଣ କରିଥିଲେ, ବା ଏକ୍ସପେରିମେଣ୍ଟେସନ୍, ତାଙ୍କର ଏକ୍ସପେରିମେଣ୍ଟ ଦ୍ୱାରା ପ୍ରମାଣ କରିଥିଲେ, ପରୀକ୍ଷଣ ଦ୍ୱାରା କ'ଣ? ବୋଥ୍ ଆନିମାଲ୍ସ ଆଣ୍ଡ ପ୍ଲାଣ୍ଟସ୍ ସେୟାର ମଚ୍ ଇନ୍ କମନ୍, ଉଭୟ ଉଦ୍ଭିଦ ଏବଂ ପ୍ରାଣୀ ଉଭୟ ପ୍ରକାରର କ'ଣ ଗୁଣ ଦେଖେଇଥାନ୍ତି। ହେଲା ପିଲାମାନେ ଏଠି ଲକ୍ଷ୍ୟ କର, ଦେଇଛି ନା ୱାନ୍ ଅଫ୍ ଦି ମୋଷ୍ଟ ପ୍ରୋମିନେଣ୍ଟ ସାଇଣ୍ଟିଷ୍ଟ। ପିଲାମାନେ ଏଇଟା ସୁପରଲେଟିଭ୍ ଡିଗ୍ରୀ। ହି ଇଜ୍ ଦି ମୋଷ୍ଟ ହେଇଛି। ସୁପରଲେଟିଭ୍ ଡିଗ୍ରୀ କ'ଣ ହୁଏ? ମୋଷ୍ଟ। ହି ଇଜ୍ ଦି ଗୁଡ୍, ବେଟର, ବେଷ୍ଟ। ହି ଇଜ୍ ଦି ବେଷ୍ଟ ଷ୍ଟୁଡେଣ୍ଟ ଇନ୍ ଦି କ୍ଲାସ୍। ତାମାନେ ଦୁଇରୁ ଅଧିକ ହେଲେ, ଦୁଇରୁ ଅଧିକ ପିଲାମାନଙ୍କ ମଧ୍ୟରେ ଯଦି ତୁଳନା ହୁଏ ସେଟା ହେଲା ସୁପରଲେଟିଭ୍ ଡିଗ୍ରୀ। ହି ଇଜ୍ ଦି ବେଷ୍ଟ ଷ୍ଟୁଡେଣ୍ଟ ଇନ୍ ଦି କ୍ଲାସ୍। କ୍ଲାସ୍ର ସବୁ ପିଲାଙ୍କ ଭିତରେ ହେଉଛି ତୁଳନା ହେଉଛି। କିନ୍ତୁ ହି ଇଜ୍ ଟଲର୍ ଦେନ୍ ମି, ସେ ମୋ ଠାରୁ ଡେଙ୍ଗା। ଦୁଇ ଜଣଙ୍କ ମଧ୍ୟରେ ତୁଳନା ହେଉଛି, ଏଇଟା ହେଲା କମ୍ପାରେଟିଭ୍ ଡିଗ୍ରୀ। ଜଣେ ରହିଲେ ସିଙ୍ଗଲ୍, ଆଇ ଆମ୍ ବେଷ୍ଟ, ଏଇଟା ସେମ୍ ହେଇଛି। ଅଧିକ ସାଇଣ୍ଟିଷ୍ଟ ବିଷୟରେ ତୁଳନା ହେଇଛି, ବହୁତ ଗୁଡ଼ିଏ ସାଇଣ୍ଟିଷ୍ଟ, ତାମାନେ ଦୁଇରୁ ଅଧିକ, ସୁପରଲେଟିଭ୍ ଡିଗ୍ରୀ। ପ୍ରୁଭ୍ ମାନେ ପ୍ରମାଣ କରିବା। ଏକ୍ସପେରିମେଣ୍ଟେସନ୍, ନାଉନ୍ ହେଇଛି। ଏକ୍ସପେରିମେଣ୍ଟ, ଆଡଜେକ୍ଟିଭ୍। ହେଲା ତାପରେ ହି ଡେମନଷ୍ଟ୍ରେଟେଡ୍, ସେ ଦର୍ଶେଇଥିଲେ। ପିଲାମାନେ ପ୍ରୋମିନେଣ୍ଟ, PROMINENT, ପ୍ରୋମିନେଣ୍ଟ, ତାର ସିନୋନିମ୍ କ'ଣ? ସମାନାର୍ଥକ ଶବ୍ଦ, ଫେମସ୍ ହେଇପାରିବ। ହେଲା ହି ଡେମନଷ୍ଟ୍ରେଟେଡ୍, ସେ ଦର୍ଶେଇଥିଲେ, ଦ୍ୟାଟ୍ ପ୍ଲାଣ୍ଟସ୍ ଆର୍ ଅଲସୋ ସେନ୍ସିଟିଭ୍ ଟୁ ହିଟ୍, କୋଲ୍ଡ, ଲାଇଟ୍, ନଏଜ୍ ଆଣ୍ଡ ଭେରିୟସ୍ ଅଦର ଏକ୍ସଟର୍ନାଲ୍ ଷ୍ଟିମୁଲି। ହେଲା ଷ୍ଟିମୁଲି, ଷ୍ଟିମୁଲେସନ୍ ହେଲା ନାଉନ୍, ତାର ହେଇଛି ଷ୍ଟିମୁଲି, ପ୍ଲୁରାଲ୍ ହେଇଛି ଷ୍ଟିମୁଲି। ହେଲା ସେ କହୁଛି, ସେ ଦର୍ଶେଇଥିଲେ ଯେ ପ୍ଲାଣ୍ଟସ୍ ଆର୍ ଅଲସୋ ସେନ୍ସିଟିଭ୍, ଉଦ୍ଭିଦ ମଧ୍ୟ ସେନ୍ସିଟିଭ୍
ମାନେ ସମ୍ବେଦନଶୀଳ। କାହା ପ୍ରତି? ହିଟ୍ ଉତ୍ତାପ ପ୍ରତି, କୋଲ୍ଡ ଥଣ୍ଡା ପ୍ରତି, ଲାଇଟ୍ ଆଲୋକ ପ୍ରତି, ନଏଜ୍ ଶବ୍ଦ ପ୍ରତି, ଆଣ୍ଡ ଭେରିୟସ୍ ଏକ୍ସଟର୍ନାଲ୍ ଷ୍ଟିମୁଲି ଏବଂ ବହୁତ ଗୁଡ଼ିଏ ବାହ୍ୟ ଷ୍ଟିମୁଲି ଯେଉଁ ରହିଛି ତା ପ୍ରତି ସମ୍ବେଦନଶୀଳ। ସମ୍ବେଦନଶୀଳ ମାନେ କ'ଣ? ଧର ଆମକୁ ଟିକେ ଚିମୁଡ଼ି ଦେଲା ବେଳକୁ ଆମେ କ'ଣ ହେଉଛନ୍ତି? ସାଙ୍ଗେ ସାଙ୍ଗେ ଜାଣି ନେଉଛନ୍ତି କାଟୁଛି, ସେଇଟା ହେଲା ସମ୍ବେଦନଶୀଳ। ଆଖି ପାଖକୁ କିଛି ଗୋଟେ ଜିନିଷ ନେଲା ବେଳକୁ ଆଖିଟା ବନ୍ଦ ହେଉଛି, ସେଇଟା ହେଲା ଆଖିଟା ସେନ୍ସିଟିଭ୍ ସମ୍ବେଦନଶୀଳ ହେଲା। ତାପରେ ଦେଖ, ହି ମେଡ୍ ଏନ୍ ଇନଷ୍ଟ୍ରୁମେଣ୍ଟ, ସେ ଗୋଟେ ଇନଷ୍ଟ୍ରୁମେଣ୍ଟ ତିଆରି କରିଥିଲେ, ଯନ୍ତ୍ର, ଇନଷ୍ଟ୍ରୁମେଣ୍ଟ ଯନ୍ତ୍ର, କଲ୍ଡ ରେସ୍କୋଗ୍ରାଫି, CRESCOGRAPH, ରେସ୍କୋଗ୍ରାଫ। ରେସ୍କୋଗ୍ରାଫ ଗୋଟେ ଯନ୍ତ୍ର ତିଆରି କରିଥିଲେ, କେଉଁଥିପାଇଁ? ଫର୍ ଦି ପର୍ପୋଜ୍, ତାଙ୍କ ଉଦ୍ଦେଶ୍ୟରେ ହେଲା। ସେ ଗୋଟେ ଯନ୍ତ୍ର ତିଆରି କରିଥିଲେ, ତେଣୁ ସେ ଯେଉଁ ଏକ୍ସପେରିମେଣ୍ଟ କରୁଥିଲେ ତାରି ପାଇଁ ସେ ଗୋଟେ ଯନ୍ତ୍ର ତିଆରି କରିଥିଲେ। ହି ରୋଟ୍ ଟୁ ଭେରି ଫେମସ୍ ବୁକ୍ସ, ଦୁଇଟା ପ୍ରସିଦ୍ଧ ବହି ସେ ଲେଖିଛନ୍ତି। କ'ଣ? ରେସ୍ପନ୍ସ ଇନ୍ ଦି ଲିଭିଂ ଆଣ୍ଡ ନନ୍ ଲିଭିଂ, ଯେଉଁ ଲିଭିଂ ଜୀବନ୍ତ, ନନ୍ ଲିଭିଂ ନିର୍ଜୀବ, ତା'ମାନେ ଯାହାର ଜୀବନ ନାହିଁ, ତାଙ୍କ ଭିତରେ ଯେଉଁ ଡିଫରେନ୍ସ ଅଫ୍ ରେସ୍ପନ୍ସ, କିଏ କେମିତି ରେସ୍ପନ୍ସ କରୁଛି ସେଟା ସେ ଲେଖିଛନ୍ତି। ଆଣ୍ଡ ଦି ନର୍ଭସ୍ ମେକାନିଜିମ୍ ଅଫ୍ ପ୍ଲାଣ୍ଟସ୍, ଉଦ୍ଭିଦମାନଙ୍କର ସ୍ନାୟୁ ମେକାନିଜିମ୍ କ'ଣ ଅଛି ସେଇଟା ସେ ଲେଖିଛନ୍ତି। ମେକାନିଜିମ୍ ମାନେ ପ୍ରୋସେସ୍, ଯେଉଁଟା ଧର ଭାତ ରୋଷେଇ ହେଉଛି ତା'ର ମେକାନିଜିମ୍ କ'ଣ? ଆମେ ହାଣ୍ଡି ଆଣିଲେ, ପାଣି ଦେଲେ, ଗରମ କଲେ, ଚାଉଳ ପକାଇଲେ, ଏଇଟା ହେଲା ମେକାନିଜିମ୍। ସେରମ୍ ନର୍ଭସ୍ ମେକାନିଜିମ୍, ନର୍ଭସ୍ ମାନେ ନର୍ଭସ୍ ସିଷ୍ଟମ୍, ଯେଉଁଟା ସ୍ନାୟୁ, ନ୍ୟୁରନ୍ ସିଷ୍ଟମ୍ ଆଉ ନର୍ଭସ୍ ସିଷ୍ଟମ୍ ଗୋଟେ। ହି ୱାଜ୍ ବର୍ନ, ସେ ଜନ୍ମ ହୋଇଥିଲେ ଅନ୍ 30 ନଭେମ୍ବର। ପିଲାମାନେ କହିବ ଇନ୍ କାହିଁକି ନ ଲାଗିଲା? କାରଣ ଡେଟ୍ ପୂର୍ବରୁ, ଆକ୍ଚୁଆଲ୍ ଡେଟ୍ ଯେଉଁ ଡେଟ୍ ପୂର୍ବରୁ ଅନ୍ ଲାଗେ। ଇନ୍ ଅନ୍ 30 ନଭେମ୍ବର, କିନ୍ତୁ ଇନ୍ 1928, ଇନ୍ 2026, ଇନ୍ 2026, କିନ୍ତୁ ଅନ୍ 25। ଡେଟ୍ ପୂର୍ବରୁ ଅନ୍ ଲାଗିବ, ଇୟର୍ ପୂର୍ବରୁ ଇନ୍ ଲାଗିବ ହେଲା। ସେ ସେଥିପାଇଁ ଲେଖିଲା ହି ୱାଜ୍ ବର୍ନ ଅନ୍ 30 ନଭେମ୍ବର 1858 ଏଟ୍ ମିମେନ୍ସିଂ ଠାରେ ଜନ୍ମ ହୋଇଥିଲେ। ନାଓ ଇନ୍ ବାଂଲାଦେଶ, ମାନେ ସେ ବାଂଲାଦେଶରେ ଜନ୍ମ ହୋଇଛନ୍ତି। ବର୍ତ୍ତମାନ ଯଦି ଆମେ କହିବା, ବର୍ତ୍ତମାନ ଯଦି ପଚରାଯିବ ତାହେଲେ ସେ ବାଂଲାଦେଶରେ ଜନ୍ମ ହୋଇଛନ୍ତି। ତା'ମାନେ ସେତେବେଳେ ସେ ଯେଉଁ ଜାଗାଟା ବର୍ତ୍ତମାନର ବାଂଲାଦେଶରେ ଅଛି ହେଲା। ହି ଗଟ୍ ହିଜ୍ ଏଲିମେଣ୍ଟାରୀ ଏଜୁକେସନ୍, ଏଲିମେଣ୍ଟାରୀ ମାନେ ପ୍ରାଇମେରୀ, ସିନୋନିମ୍ ଦ୍ୱାରା ହେଲା ପ୍ରାଇମେରୀ, ପ୍ରାଥମିକ। ଏଲିମେଣ୍ଟାରୀ ଏଜୁକେସନ୍ ମାନେ ପ୍ରାଥମିକ ଶିକ୍ଷା। ଗଟେନ୍ କିମ୍ବା ଗଟ୍ ହେଲା। ପାଷ୍ଟ ସିମ୍ପଲ୍ ହୋଇଛି, ସବଜେକ୍ଟ ପ୍ଲସ୍ ଭାର୍ବର ସେକେଣ୍ଡ ଫର୍ମ। ହି ଗଟ୍ ହିଜ୍ ଏଲିମେଣ୍ଟାରୀ ଏଜୁକେସନ୍, ତାଙ୍କର ଏଲିମେଣ୍ଟାରୀ ଏଜୁକେସନ୍ ପ୍ରାଥମିକ ଶିକ୍ଷା ପୂରଣ କରିଥିଲେ। କେଉଁଠୁ? ଫ୍ରମ୍ ଏ ଭର୍ନାକୁଲାର ସ୍କୁଲ୍, ବିକଜ୍ ହିଜ୍ ଫାଦର ଥଟ୍, କାରଣ ତା ବାପା ଭାବୁଥିଲେ। ଥିଙ୍କ, THINK, ଥିଙ୍କ ହେଲା ଭାବିବା, ତାର ପାଷ୍ଟ ଟେନ୍ସ ହେଇଛି ଥଟ୍, THOUGHT, ପାଷ୍ଟ ପାର୍ଟିସିପଲ୍ ବି ଥଟ୍ ହେଲା। ଦ୍ୟାଟ୍ ବୋସ୍ ସୁଡ୍ ଲାର୍ନ, ତା'ମାନେ ଜଗଦୀଶ ଚନ୍ଦ୍ର ବୋଷ ସୁଡ୍ ଲାର୍ନ, ଶିଖିବା ଉଚିତ, ହିଜ୍ ଓନ୍ ମଦର ଟଙ୍ଗ, ନିଜର ଯେଉଁ ମାତୃଭାଷା ସେଇଟାକୁ ଶିଖିବା ଦରକାର ବୋଲି ତା ବାପା ଅନୁଭବ କରୁଥିଲେ। ସେଇଥିପାଇଁ ଗୋଟେ ଭର୍ନାକୁଲାର ସ୍କୁଲ୍, ଗୋଟେ ଏଲିମେଣ୍ଟାରୀ ସ୍କୁଲ୍ ପ୍ରାଥମିକ ଶିକ୍ଷା ତାଙ୍କ ଗାଁ ସ୍କୁଲ୍ର ଗୋଟେ ଦେଇଥିଲେ ହେଲା। ଏ ଯେଉଁ ଗଟ୍ ହେଇଛି, ଗଟ୍ ହେଉଛି କ'ଣ? ଆଇ ଗଟ୍ ମାଇ ହେୟାର କଟ୍, ମାନେ ମୁଁ ମୋ ଚୁଟି କାଟିଲି। ଆଇ ଗଟ୍ ମାଇ ବାଇସାଇକେଲ୍ ରିପେୟାର୍ଡ, ମୁଁ ମୋ ବାଇସାଇକେଲ୍ ରିପେୟାର କଲି। ସେ ମୁଁ ଲେଖିଛି ହି ଗଟ୍ ହିଜ୍ ଏଲିମେଣ୍ଟାରୀ ଏଜୁକେସନ୍, ବୁଝିହେଲା ତ। ତାପରେ ଦେଖ, ମଦର ଟଙ୍ଗ ମାନେ ମାତୃଭାଷା, ଯେଉଁଟା ମଦର ଟଙ୍ଗ ମାନେ ଯେଉଁଟା ଷ୍ଟାର୍ଟିଂ ଭାଷାଟା, ଯେଉଁଟା ମେନ୍ ଭାଷା ତାଙ୍କର ଗାଉଁଲି ଭାଷା ଯେଉଁଟା ହେଲା। ବେଙ୍ଗାଲୀ, ମଦର ଟଙ୍ଗ କ'ଣ ଥିଲା? ବେଙ୍ଗାଲୀ, ବଙ୍ଗଳା ଭାଷା ଥିଲା ମଦର ଟଙ୍ଗ। ବିଫୋର୍ ଷ୍ଟଡିଂ ଏ ଫରେନ୍ ଲାଙ୍ଗୁଏଜ୍ ଲାଇକ୍ ଇଂଲିଶ, ଆମର ଫରେନ୍ ଲାଙ୍ଗୁଏଜ୍ କ'ଣ? ଇଂଲିଶ, କିନ୍ତୁ ଆମ ରାଷ୍ଟ୍ରୀୟ ଭାଷା କେଉଁଟା? ନିଜ ନେସନ୍ର ମେନ୍ ଲାଙ୍ଗୁଏଜ୍ ହିନ୍ଦୀ, କିନ୍ତୁ ଫରେନ୍ ଲାଙ୍ଗୁଏଜ୍ ସମ୍ବଳ ପାଇଁ ଇଂଲିଶ। ତା'ମାନେ ସେ କହୁଛନ୍ତି ସେ ଯେତେବେଳେ ଫରେନ୍କୁ ଯିବା ପୂର୍ବରୁ, ଫରେନ୍ର ଯେତେବେଳେ ଇଂଲିଶ ଶିଖିବ, ଫରେନ୍କୁ ଯିବା ପୂର୍ବରୁ ତାଙ୍କର ଯେଉଁ ରହିଲା କ'ଣ
ମଦର ଟଙ୍ଗ କ'ଣ ଥିଲା ବେଙ୍ଗାଲୀ। ସେଇଟା ଶିକ୍ଷା ନିହାତି ଇମ୍ପୋର୍ଟାଣ୍ଟ ବୋଲି ତା ବାପା ଭାବୁଥିଲେ। ତେଣୁ କରିକି ତାକୁ କ'ଣ କଲେ ତାଙ୍କର ଏଲିମେଣ୍ଟାରୀ ଏଜୁକେସନ୍ ଯେଉଁ ପ୍ରାଥମିକ ଶିକ୍ଷାଟା ଗୋଟେ ଭର୍ଣ୍ଣାକୁଲାର ସ୍କୁଲରେ ଯୋଗାଇ ଦେଇଥିଲେ ହେଲା। ତାପରେ ଦେଖ ବୋସ୍ ଆଟେଣ୍ଡେଡ଼ କ୍ୟାମ୍ବ୍ରିଜ ଆଫ୍ଟର ଷ୍ଟଡିଂ ଫିଜିକ୍ସ ଏଟ୍ କୋଲକାତା ୟୁନିଭର୍ସିଟି। ବୋସ୍ ପ୍ରଥମେ କ'ଣ କରିଥିଲେ ଯୋଗ ଦେଲେ କ୍ୟାମ୍ବ୍ରିଜ କ'ଣ କ୍ୟାମ୍ବ୍ରିଜ ୟୁନିଭର୍ସିଟି ଗୋଟେ ହେଲା। ଆଫ୍ଟର ପରେ ଷ୍ଟଡିଂ ଫିଜିକ୍ସ ପଢ଼ାଇ ସାରିବା ପରେ ଫିଜିକ୍ସ ମାନେ ପଦାର୍ଥ ବିଜ୍ଞାନ, କେମିଷ୍ଟ୍ରି ମାନେ ରସାୟନ ବିଜ୍ଞାନ ଏଟ୍ କୋଲକାତା ୟୁନିଭର୍ସିଟି। ତାମାନେ ସେ ଫିଜିକ୍ସ ପ୍ରଥମେ କୋଲକାତା ୟୁନିଭର୍ସିଟିରେ ପଢ଼ୁଥିଲେ, ତାପରେ ସେ କ୍ୟାମ୍ବ୍ରିଜ ୟୁନିଭର୍ସିଟିକୁ ଯାଇଥିଲେ। କ୍ୟାମ୍ବ୍ରିଜ ୟୁନିଭର୍ସିଟି କେଉଁଠି ଅଛି? ଇଂଲଣ୍ଡର ଲଣ୍ଡନ। ହି ରିଟର୍ନ ଟୁ ଇଣ୍ଡିଆ ଇନ୍ 1884। ସେ ଭାରତକୁ ଫେରିଥିଲେ କେବେ? 1884। କହିଥିଲି ନା ମସିହା ପୂର୍ବରୁ ଇନ୍ ଲାଗେ, ଦେଖ ଇନ୍ ଲାଗିଛି। ଆଫ୍ଟର କମ୍ପ୍ଲିଟିଂ ଏ BSc ଡିଗ୍ରୀ ଫ୍ରମ୍ କ୍ୟାମ୍ବ୍ରିଜ ୟୁନିଭର୍ସିଟି। ତାମାନେ BSc ଡିଗ୍ରୀଟା ସେ କ୍ୟାମ୍ବ୍ରିଜ ୟୁନିଭର୍ସିଟିରୁ କମ୍ପ୍ଲିଟ୍ କରିଥିଲେ। ତାପରେ 1884ରୁ ଭାରତକୁ ଫେରିଥିଲେ। ତାମାନେ 1884ରୁ ତାଙ୍କର କ୍ୟାମ୍ବ୍ରିଜ ୟୁନିଭର୍ସିଟିରୁ BSc କମ୍ପ୍ଲିଟ୍ ହୋଇଥିଲା। BSc ଫୁଲ୍ ଫର୍ମ କ'ଣ? ବ୍ୟାଚଲର ଅଫ୍ ସାଇନ୍ସ। SCIENCE ହେଲା। ହି ଡାଏଡ଼ ଇନ୍ ଦି ଇୟର୍ 1937। ସେ 1937 ମସିହାରେ ମୃତ୍ୟୁବରଣ କରିଥିଲେ। ଏଇଟାକୁ ଆଉ ବି ଆମେ ଲେଖିପାରିବା ହି ପାଷ୍ଟ ଆୱେ, ହି ଇଜ୍ ନୋ ମୋର୍। ଏ ଯେଉଁ ହି ଡାଏଡ଼ ଲେଖିଛି ସେଇଟାକୁ କେତେ ପ୍ରକାର ଲେଖିହେବ? 2-3 ପ୍ରକାର ଲେଖିହେବ। ପିଲାମାନେ ବୁଝିଗଲା? ଯଦି କିଛି ଡାଉଟ୍ ଥିବ କମେଣ୍ଟ ସେକ୍ସନ୍ରେ ମୋତେ ଜଣାଇବ। ମୁଁ ନେକ୍ସଟ ଭିଡ଼ିଓ ପୁଣି ନେଇକି ଆସିବି କମ୍ପ୍ରେନ୍ସନ୍ କ୍ୱେଶ୍ଚନ୍ ଆନ୍ସର୍ ତୁମମାନଙ୍କ ପାଇଁ, ଆଉ SGP2 ଯାହା ବି ସବୁ ରହିଲା ତୁମମାନଙ୍କ ପାଇଁ ନେଇକି ଆସିବି। ଭଲ ଲାଗିଥିଲେ ଭିଡ଼ିଓଟି ସବସ୍କ୍ରାଇବ୍ କରିଦେବ। ଧନ୍ୟବାଦ, ରହିଲି।